ସରିଲା ରଥଟଣା ଶରଧାବାଲିରେ ପହଞ୍ଚିଲା ତିନି ରଥ। ଶେଷ ହେଲା ରଥଟଣା ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରା ବଡ଼ଦାଣ୍ଡ। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି। ଘଣ୍ଟ, ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ ସାରା ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇ ଉଠିଥିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର ପୁରୀ। ରଥଯାତ୍ରାର ଏହି ଦିବ୍ୟ ଦୃଶ୍ୟର ସାକ୍ଷୀ ହୋଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଗୁରୁବାର ଦିନ ଅପରାହ୍ନ ସମୟରେ ଆରମ୍ଭ ହୋଇଥିଲା ରଥଟଣା। ଦିନ ଗଡ଼ିବା ପରେ ତିନି ରଥଟଣା ପୁରା ହୋଇପାରିନଥିଲା। ସେଥିପାଇଁ ଶୁକ୍ରବାର ଦିନ ପୁଣି ଥରେ ଆରମ୍ଭ ହୋଇଥିଲା ରଥଟଣା। ଦୀର୍ଘ ସମୟ ଧରି ରଥ ଟଣା ହେବା ପରେ ପ୍ରଥମେ ତାଳଧ୍ୱଜ ରଥ ପହଞ୍ଚିଥିଲା, ପରେ ଦର୍ପଦଳନ ଓ ଶେଷରେ କାଳିଆ ସାଆନ୍ତଙ୍କ ରଥ ପହଞ୍ଚିଥିଲା। ପରବର୍ତ୍ତୀ ଖବର। ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ପରାମର୍ଶ, ବୃଦ୍ଧ ଶିଶୁଙ୍କୁ ପୁରୀ ନ ଆସିବାକୁ ଅନୁରୋଧ। ବୃଦ୍ଧ, ଶିଶୁ ଓ ରୋଗୀଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରିଛନ୍ତି ପୋଲିସ ଡିଜି। ଦ୍ୱିତୀୟ ଦିନରେ ଶାନ୍ତି ଶୃଙ୍ଖଳା ସହିତ ମହାପ୍ରଭୁଙ୍କ ରଥଟଣା ହୋଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ଶାନ୍ତି ଶୃଙ୍ଖଳାର ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରଶାସନ ଓ ପୋଲିସର କଡ଼ା ବ୍ୟବସ୍ଥା ଯୋଗୁଁ କୌଣସି ଅଘଟଣ ଘଟିନଥିବା ଜଣାପଡ଼ିଛି। ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେବେ ବୋଲି ଡିଜିପି ୱାଇବି ଖରାନିଆ ସୂଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ। ଏନେଇ ଡିଜିପି କହିଛନ୍ତି, ଆଗାମୀ ଦିନରେ ଦର୍ଶନ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ଓ କ୍ୟୁ ଲାଇନ୍ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ। ଗହଳିରେ ଅସୁବିଧା ହେବା ଆଶଙ୍କାରେ ଡିଜିପି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ବୃଦ୍ଧ, ଛୋଟ ଛୁଆ ଏବଂ ରୋଗୀମାନେ ଏହି ଅତ୍ୟଧିକ ଗହଳି ଭିତରକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ପୋଲିସ ଡିଜି। ପରବର୍ତ୍ତୀ ଖବର। ଲଗାଣ ବର୍ଷାରେ ସାପୁଆ ନଦୀରେ ବନ୍ୟା ପରିସ୍ଥିତି, 10ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ। ଲଗାଣ ବର୍ଷାରେ ଉଛୁଳିଲା ସାପୁଆ ନଦୀ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ଶତାଧିକ ଏକର ଜମି ଜଳମଗ୍ନ। ଲଘୁଚାପ ଜନିତ ଲଗାଣ ବର୍ଷାରେ ସାପୁଆ ନଦୀ ସହିତ ବେଙ୍ଗା, କଣ୍ଟିଆ, ରମ୍ଫାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 10ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ 3 ନମ୍ବର ୱାର୍ଡ ଗଦାସାହି ସହିତ ଆଠଗଡ଼ ବ୍ଲକ କୁଲାଇଲୋ ପଞ୍ଚାୟତର କରକମଲ, ଇଚ୍ଛାପୁର ପଞ୍ଚାୟତର ଇଚ୍ଛାପୁର, ଗୁଡୁପଡ଼ା, ମୁକ୍ତାଦେଇପୁର, ମହାକାଳବସ୍ତ ପଞ୍ଚାୟତର ହରିପୁର, ଦହିସରା, ଶମସରପୁର ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର ସହିତ ରିଲିଫରେ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଛି। ନଦୀବନ୍ଧ ଉଛୁଳି ନଦୀ କୂଳରେ ଥିବା ଏକାଧିକ ଗାଁର ଶତାଧିକ ଏକର ଜମି ଜଳମଗ୍ନ ହୋଇପଡ଼ିଛି। ସାପୁଆ ନଦୀ କୂଳରେ ଥିବା ଇଚ୍ଛାପୁର, ଶମସରପୁର, ସଠିଲୋ, ବେଣ୍ଟପଦା, ମହାକାଳବସ୍ତ, ରାଜନଗର ଆଦି ପଞ୍ଚାୟତର ଗହୀରରେ ପାଣି ପଶିଯାଇ ଶତାଧିକ ଏକର ଜମି ଜଳମଗ୍ନ ହୋଇପଡ଼ିଛି। ପରବର୍ତ୍ତୀ ଖବର। ପାଠ୍ୟପୁସ୍ତକ ବିବାଦ, ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ। ଜୋରଦାର ଚାଲିଛି ତଦନ୍ତ। ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି। କାଲି କ୍ରାଇମବ୍ରାଞ୍ଚର 2 ଜଣିଆ ଟିମ୍ ଏକକାଳୀନ ଏସସିଇଆରଟି, ଓସେପା ଏବଂ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିଛନ୍ତି। ଟିମ୍ ପାଠ୍ୟପୁସ୍ତକ ମୁଦ୍ରଣାଳୟର ନିର୍ଦ୍ଦେଶକଙ୍କୁ ପଚରା ଉଚରା କରିବା ସହିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି। ପ୍ରାୟ 2 ଘଣ୍ଟା ଧରି ଏହି ଯାଞ୍ଚ ଚାଲିଥିଲା। ଏହା ମଧ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟର ପୂର୍ବତନ ସିନିୟର ଅଫସେଟ୍ ଅପରେଟର ପ୍ରଦୀପ କୁମାର ମିଶ୍ର କିଛି ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ମୁଦ୍ରଣାଳୟରେ ପ୍ରୁଫ୍ ରିଡର ନଥିବାରୁ ପ୍ରୁଫ୍ ରିଡିଂ ବିନା ପାଠ୍ୟପୁସ୍ତକ ଛପାଯାଇଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ପୂର୍ବତନ ପ୍ରୁଫ୍ ରିଡରଙ୍କଠାରୁ 5 ଲକ୍ଷ ଟଙ୍କା ଲାଞ୍ଚ ନେଇ ପଦୋନ୍ନତି ଦିଆଯାଇଥିଲା। ଏହାଛଡ଼ା କମ୍ ଦାମରେ ପୁରୁଣା ମେସିନ୍ କିଣି କୋଟି କୋଟି ଟଙ୍କାର ହେରଫେର ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି। ତେବେ ଏସବୁ କେବଳ ଅଭିଯୋଗ, ଏହାର ସତ୍ୟତା କ୍ରାଇମବ୍ରାଞ୍ଚ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପରବର୍ତ୍ତୀ ଖବର। ଦ୍ୱିତୀୟ ଦିନରେ ମଧ୍ୟ ତୁଳସୀ କ୍ଷେତ୍ରରେ ରଥ ବିଭ୍ରାଟ। ରଥ ଦାଣ୍ଡରେ ଅଟକିଛି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥ ବିଭ୍ରାଟ ଯୋଗୁଁ ରଥ ଅଟକି ରହିଛି। ଶ୍ରୀଗୁଣ୍ଡିଚା ଦିନ ରଥ ଟଣାଯାଇ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ଅଟକି ରହିବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ସେ ପରମ୍ପରା ମଧ୍ୟ ଭାଙ୍ଗିଯାଇଛି। ରଥ ଟଣାଯିବାର ମାତ୍ର 20 ମିଟର ପରେ ଡାହାଣ ପଟକୁ ମାଡ଼ି ଯାଇଥିଲା। କିଛି ସମୟ ପରେ ରଥ ଟଣା ହେଲା, କିନ୍ତୁ ଦଉଡ଼ି ଛିଣ୍ଡିଯିବା ଦ୍ୱାରା ରଥ ଅଟକି ରହିଲା। ତେବେ ଶୁକ୍ରବାର ଦିନରେ ମଧ୍ୟ ସମାନ ଅବସ୍ଥା। ପୁନର୍ବାର ରଥ ଟଣା ହେବା ପରେ ଡାହାଣକୁ ମାଡ଼ି ଯାଇଥିଲା। ପରିସ୍ଥିତି ଏପରି ହେଲା, ଇଷ୍ଟକୋଷ୍ଟ ରେଲୱେର ହାଇଡ୍ରୋଲିକ୍ ଜାକ୍ ବ୍ୟବହାର କରାଯାଇ ରଥକୁ ମୁଖ୍ୟ ମାର୍ଗକୁ ଅଣାଯାଇଥିଲା। ଶ୍ରୀଗୁଣ୍ଡିଚା ପରଦିନ ରଥ ଗୁଣ୍ଡିଚା ମନ୍ଦିରରେ ଚକଡ଼ା ଲାଗିବାର ବିଧି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ରଥଟଣା ଶେଷ ହୋଇନଥିଲା। ରଥଟଣାରେ ବିଭ୍ରାଟ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପରବର୍ତ୍ତୀ ଖବର। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ନବୀନ। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ପ୍ରଫୁଲ୍ଲଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ନବୀନ ଲେଖିଛନ୍ତି,
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଷୟରେ ଜାଣିବାକୁ ପାଇଲି। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରୁଛି। ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସ ବର୍ମା, ପ୍ରମିଳା ମଲ୍ଲିକ, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ ମେଡିକାଲରେ ଭେଟିଛନ୍ତି। ସମସ୍ତ ନେତୃତ୍ୱ ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପରବର୍ତ୍ତୀ ଖବର, ବିଉଟି ମହାନ୍ତି ମୃତ୍ୟୁ ମାମଲା ମିଳିଲା ଡିଜିଟାଲ ପ୍ରମାଣ ତଥାପି ରହସ୍ୟ ଜାରି। କଟକ ଚାଉଳିଆଗଞ୍ଜ ଥାନାର ପୂର୍ବତନ ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ପଛର ସଠିକ୍ କାରଣ କ'ଣ ତାହା ଏବେ ବି ରହସ୍ୟ ଘେରରେ। ତାର ଅର୍ଥ ନୁହେଁ ଯେ ପୋଲିସକୁ କିଛି ତଥ୍ୟ ବା ପ୍ରମାଣ ମିଳିନି। ବିଉଟି ବ୍ୟବହାର କରୁଥିବା 2ଟି ମୋବାଇଲ ଫୋନରୁ କିଛିଟା ଡିଜିଟାଲ ଏଭିଡେନ୍ସ ମିଳିସାରିଛି, ଯାହାର ସଠିକ୍ ଯାଞ୍ଚ କରିବା ଲାଗି ଜଣେ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି। ଘଟଣା ଦିନର କିଛି ଡିଜିଟାଲ ଡାଟା ମଧ୍ୟ ପୋଲିସର ହସ୍ତଗତ ହୋଇଛି, ଯାହାକୁ ଆଧାର କରି ଅନେକଙ୍କୁ ପଚରା ଉଚରା କରାଯାଇଛି। ଏସବୁ ସତ୍ତ୍ୱେ ତଦନ୍ତ ଯେମିତି ଅଧୁରା ରହିଛି ଏବଂ ପୋଲିସ କେବଳ ଏକ ଅପମୃତ୍ୟୁ ମାମଲାକୁ ଆଧାର କରି ଆଗକୁ ବଢ଼ୁଛି। ଚାଉଳିଆଗଞ୍ଜ ଥାନା ପରିସରରେ ଥିବା ଆଇଆଇସିଙ୍କ ରେଷ୍ଟରୁମ୍ରୁ ମିଳିଥିଲା ବିଉଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ। ତେଣୁ ଥାନାର ସମସ୍ତ କାଗଜପତ୍ର ସମେତ ଅନେକ ଡିଜିଟାଲ ଡାଟାକୁ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍। କାଳେ ଆର୍ଥିକ କାରବାରକୁ ନେଇ କୌଣସି ବିବାଦ ହୋଇଥିବ, ଯାହା ବିଉଟି ମହାନ୍ତିଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି। ସେଥିପାଇଁ ବିଉଟିଙ୍କ ବ୍ୟାଙ୍କ ଡିଟେଲ୍ସ ମଗାଯାଇ ତାର ଆନାଲିସିସ୍ କରାଯାଉଛି, କିନ୍ତୁ ସେଥିରୁ ଏବେ ସୁଦ୍ଧା କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ। ପରବର୍ତ୍ତୀ ଖବର, ଜଗନ୍ନାଥଙ୍କ ଆଖିରେ ଥିଲା ଲୁହ। ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ ବର୍ଷିଲେ ଭକ୍ତ। ବିନା ଟାହିଆରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଘଟଣାକୁ ନେଇ ରାଜନୀତି ଜୋର ଧରିଲାଣି। ପରମ୍ପରା ଭଙ୍ଗକୁ ନେଇ ଭକ୍ତ ଓ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପହଣ୍ଡି ବେଳେ ଟାହିଆ ମହାପ୍ରଭୁଙ୍କ ଶୋଭା ବୃଦ୍ଧି କରିଥାଏ। ବିନା ଟାହିଆରେ ମହାପ୍ରଭୁ ରଥାରୂଢ଼ ହେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ବିରୋଧୀ ବିଜେଡି ଏହାକୁ ସରକାରୀ ଅବ୍ୟବସ୍ଥା ଏବଂ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ ବୋଲି ଦର୍ଶାଇ ଶାସକ ଦଳକୁ ଟାର୍ଗେଟ କରିଥିବା ବେଳେ କ୍ଷୋଭ ପ୍ରକାଶ କରି ବର୍ଷିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଟାହିଆ ହଟାଇବାକୁ କିଏ ପରାମର୍ଶ ଦେଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଜଗନ୍ନାଥଙ୍କ ଆଖିରେ କାଲି ଲୁହ ଥିଲା। ମନ୍ଦିର ଭିତରୁ ବାହାରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଛି। ବିନା ଟାହିଆରେ ରହି ରହି ଆସିଛନ୍ତି ମହାପ୍ରଭୁ। ଜଗନ୍ନାଥଙ୍କୁ ଶ୍ରୀହୀନ ନ କରି ଲୋକଙ୍କ ପାଖକୁ ଆଣିବାର କ'ଣ ଆବଶ୍ୟକତା ଥିଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ବିଶ୍ୱାସ ଉପରେ ପ୍ରହାର ହୋଇଛି। ଅପାରଗତା ଯୋଗୁଁ ଜାଣିଶୁଣି ଟାହିଆ ହଟାଯାଇଛି। ପରବର୍ତ୍ତୀ ଖବର, ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବୁ, ଧମକପୂର୍ଣ୍ଣ ଇମେଲ ପରେ ଛନକା। କୋର୍ଟର ପିଛା ଛାଡୁନି ବୋମା ଧମକ। ବାରମ୍ବାର ବିଭିନ୍ନ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସୁଛି ଧମକ। ଏ ପରିପ୍ରେକ୍ଷୀରେ ଶୁକ୍ରବାର ଜଗତସିଂହପୁର ଆଉ ଝାରସୁଗୁଡ଼ା କୋର୍ଟକୁ ଆସିଛି ବୋମା ଧମକ। ବୋମାରେ କୋର୍ଟକୁ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇମେଲ। ଜଗତସିଂହପୁର କୋର୍ଟକୁ ଆସିଛି ବୋମାରେ ଉଡ଼ାଇ ଦେବାକୁ ଧମକ। ଜିଲ୍ଲା ଦୌରା ଜଜ୍କୁ ଇମେଲ ଯୋଗେ ବୋମା ଧମକ ଆସିଥିବା ଜଣାପଡ଼ିଛି। କୋର୍ଟ ଅଫିସ ଜଜ୍ ଚାମ୍ବର ସହିତ ସମ୍ପୂର୍ଣ୍ଣ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମେଲରେ ଧମକ ଆସିଛି, ଯାହାଫଳରେ ଭୟରେ କୋର୍ଟ ବାହାରକୁ ପଳାଇ ଆସିଛନ୍ତି ସମସ୍ତ ଆଇନଜୀବୀ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। କୋର୍ଟ ପରିସରରେ ସନ୍ଧାନୀ କୁକୁର ସହିତ ବମ୍ ସ୍କ୍ୱାଡ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ଏହି ଇମେଲ କିଏ କରିଛି ତାହା ଜଣାପଡ଼ିନାହିଁ। ସେଭଳି ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଛି। ଜିଲ୍ଲା ଜଜ୍ଙ୍କ କାର୍ଯ୍ୟାଳୟକୁ ଇମେଲ ଜରିଆରେ ଆସିଲା ଧମକ, ଯାହାକୁ ନେଇ କୋର୍ଟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଓକିଲ ଓ କର୍ମଚାରୀଙ୍କୁ ତୁରନ୍ତ କୋର୍ଟ ପରିସର ଖାଲି କରିବାକୁ ଜିଲ୍ଲା ବାର୍ ଆସୋସିଏସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ଖବର, କର୍ଡନ ଭିତରେ ବିନା ପାସ୍ଧାରୀ, ସବୁ ଦେଖି ପୋଲିସ ଚୁପ୍। ପୁରୀ ରଥଯାତ୍ରାରେ ଏବର୍ଷ ପୁଣି ଦେଖିବାକୁ ମିଳିଛି ଭିଡ଼ ପରିଚାଳନାକୁ ନେଇ ବ୍ୟାପକ ଅବ୍ୟବସ୍ଥା। ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ଇନର କର୍ଡନ ଅଞ୍ଚଳରେ ହଠାତ୍ ଭିଡ଼ ବଢ଼ିଯିବାରୁ ଦଳାଚକଟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ 2 ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଭକ୍ତ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ ଦେଇ ବହୁ ସଂଖ୍ୟକ ଲୋକ ରଥ ନିକଟକୁ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ ଇନର କର୍ଡନରେ ପ୍ରବେଶ ପାଇଁ ପାସ୍ ବ୍ୟବସ୍ଥା ଥିବା ସତ୍ତ୍ୱେ କିଛି ବ୍ୟକ୍ତି ପାସ୍ ବିନା ମଧ୍ୟ ଭିତରକୁ ପ୍ରବେଶ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଦେଇ ରଥ ନିକଟକୁ ବହୁ ସଂଖ୍ୟକ ବିନା କର୍ଡନଧାରୀ ବ୍ୟକ୍ତିଙ୍କୁ ପୋଲିସ ଛାଡ଼ିଥିଲା। କର୍ଡନ ଧରିଥିବା ବ୍ୟକ୍ତିଙ୍କୁ ଏହି ଗେଟ୍ରେ ପୋଲିସ ଅଧିକାରୀମାନେ ଅଟକାଇଥିଲେ, ତାଙ୍କୁ ଛାଡ଼ିବେନି ବୋଲି କହିଥିଲେ। ହେଲେ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆସିଥିବା ବିନା କର୍ଡନଧାରୀଙ୍କୁ ଏଠାରେ ମୁତୟନ ଅଧିକାରୀମାନେ ଛାଡ଼ିଥିଲେ। ଇନର କର୍ଡନ ଭିତରେ ବିନା ପାସ୍ଧାରୀ ନ ପୁରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହାକୁ ଖାତିର କରିନାହାନ୍ତି କେତେକ ପୋଲିସ ଅଧିକାରୀ। ପରବର୍ତ୍ତୀ ଖବର, ଗେଟ୍ ଭାଙ୍ଗିଯିବାରୁ ଖାଲି ହୋଇଗଲା ପୁରା ବ୍ୟାରେଜ୍, ତଳିଆ ଅଞ୍ଚଳ ଜଳମଗ୍ନ, ଚାଷ ଜମି ମଧ୍ୟ ବୁଡ଼ିଲା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ନୂଆବଗ ବଡ଼ଜଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପର 3 ନମ୍ବର ଗେଟ୍ଟି ଭାଙ୍ଗିଯିବା ଫଳରେ ଜଳମଗ୍ନ ହୋଇଛି ତଳିଆ ଅଞ୍ଚଳ।
ଆହୁରି ମଧ୍ୟ ଅନେକ ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଆଗକୁ ଚାଷ କାର୍ଯ୍ୟରେ ଜଳ ସଙ୍କଟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁସାରେ 1999 ମସିହାରେ ତିଆରି ହୋଇଥିବା ଏହି ପ୍ରକଳ୍ପଟି ଆଜି ଯାଏ ମରାମତି ହୋଇପାରି ନାହିଁ। ଏମିତିରେ ବ୍ୟାରେଜ୍ର ଉପକରଣଗୁଡ଼ିକ ନଷ୍ଟ ହୋଇଯାଉଥିବା ବେଳେ କାହିଁକି ମରାମତି କାର୍ଯ୍ୟ ହେଉନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷା ଋତୁ ପୂର୍ବରୁ ପ୍ରତି କେନାଲ, ଜଳଭଣ୍ଡାର ଏବଂ ଜଳଭଣ୍ଡାର ଗେଟ୍ ମରାମତି ପାଇଁ ଆସୁଥିବା ଟଙ୍କା କେଉଁ କାମରେ ଲାଗୁଥିଲା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରବର୍ତ୍ତୀ ଖବର, ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ରେଳ ଷ୍ଟେସନ ପୁନର୍ବିକଶିତ, ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ରେଳ ଭିତ୍ତିଭୂମିର ରୂପାନ୍ତର ଏବଂ ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶବ୍ୟାପୀ 75ଟି ପୁନଃନିର୍ମିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି କ୍ରମରେ ଓଡ଼ିଶାର 7ଟି ପୁନଃନିର୍ମିତ ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଲଗଡ଼କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। ପ୍ରାୟ 109 କୋଟି ଟଙ୍କା ବ୍ୟୟରେ ପୁନଃନିର୍ମିତ ଏହି ଷ୍ଟେସନଗୁଡ଼ିକ ସେମାନଙ୍କର ସମ୍ପୃକ୍ତ ଅଞ୍ଚଳର ସାଂସ୍କୃତିକ ପରିଚୟ, ସ୍ଥାପତ୍ୟ, କଳା ଓ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଆଧୁନିକ ଯାତ୍ରୀକେନ୍ଦ୍ରିକ ରେଳ ଷ୍ଟେସନ ବିକଶିତ କରିବା ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ପରବର୍ତ୍ତୀ ଖବର, ଶ୍ରୀ ଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ ଗୋଟି ଗୋଟି କରି ସବୁ କଥା କହିଦେଲେ ଦୈତାପତି ନିଯୋଗ ସମ୍ପାଦକ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧା ବାଲିରେ ପହଞ୍ଚିଛନ୍ତି 3 ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅପରପକ୍ଷରେ ଗୁରୁବାର ରଥଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ସମୟରେ ମସ୍ତକରେ ଟାହିଆ ନଥିବା ଦେଖିବାକୁ ମିଳିଥିଲା। ଏହା କାହିଁକି ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ଘଟଣା ଭକ୍ତଙ୍କୁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଛି। ପହଣ୍ଡି ବେଳେ ଶ୍ରୀ ଜଗନ୍ନାଥଙ୍କ ଟାହିଆ ନଥିବା ପ୍ରସଙ୍ଗକୁ ନେଇ ଦୈତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଗଣମାଧ୍ୟମକୁ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପହଣ୍ଡି ସମୟରେ ପ୍ରବଳ ବର୍ଷା ଯୋଗୁଁ ଟାହିଆ ଓଜନ ଅଧିକ ବଢ଼ିଯାଇଥିଲା। ଅଧିକ ଓଜନ ଯୋଗୁଁ ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ ଖୋଲା ଯାଇଥିଲା। ଟାହିଆ ଖୋଲାଯାଇ ନଥିଲେ ମହାପ୍ରଭୁ ରଥକୁ ଆସିପାରି ନଥାନ୍ତେ ବୋଲି ସେ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ଜୁଲାଇରେ 17% ଅଧିକ ବର୍ଷା, ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର। ଜୁଲାଇ 1ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 17% ଅଧିକ ବର୍ଷା ହୋଇଛି। ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ବଲାଙ୍ଗୀରରେ ସବୁଠୁ ଅଧିକ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାପୁଆ ନଦୀରେ ବନ୍ୟା, ମଧୁସୂଦନପାଟଣା ଓ କାକୁଡ଼ିଆ ଗାଁରେ ପାଣି। ବାଲେଶ୍ୱର ଜିଲ୍ଲା ମଥାନୀରେ ଜଳସ୍ତର ବିପଦ ସଂକେତ ନିକଟତର ହୋଇଛି। ସାପୁଆ ନଦୀର ପାଣି ବଢ଼ିଲେ ଢେଙ୍କାନାଳ ଓ ଆଠଗଡ଼ ପ୍ରଭାବିତ ଆଶଙ୍କା ରହିଥିବା ଯନ୍ତ୍ରୀ କହିଛନ୍ତି। ତେବେ ଆଜି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିପାରେ ବୋଲି ଆକଳନ କରାଯାଉଛି। ପରବର୍ତ୍ତୀ ଖବର, ଦେଶକୁ ମୋଦିଙ୍କ ବଡ଼ ଉପହାର, ଦେଶରେ ଗଡ଼ିଲା ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ନୂଆ ଯୁଗରେ ପାଦ ଥାପିଲା ଭାରତୀୟ ଟ୍ରେନ୍। ଡିଜେଲ କି ବିଦ୍ୟୁତ୍ ନୁହେଁ, ହାଇଡ୍ରୋଜେନ୍ରେ ଦୌଡ଼ିଛି ଟ୍ରେନ୍। ଭାରତୀୟ ରେଳ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ଜିନ୍ଦ୍ ସୋନିପତ ରୁଟ୍ରେ ସବୁଜ ପତାକା ଦେଖାଇ ଏହି ଐତିହାସିକ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ନା ବିଜୁଳି ଟେନସନ୍, ନା ଡିଜେଲର ଖର୍ଚ୍ଚ। ବିନା କୌଣସି ପ୍ରଦୂଷଣରେ ଟ୍ରାକ୍ରେ ଦୌଡ଼ିଛି ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ଏହା ସହିତ ଭାରତ ସ୍ୱଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂଆ ଯୁଗରେ ପ୍ରବେଶ କରିଛି। ଏହା ଏକ ପାଇଲଟ ପ୍ରୋଜେକ୍ଟ। ଏହି ପଦକ୍ଷେପ ସହିତ ଜର୍ମାନୀ, ଜାପାନ, ଚୀନ ଏବଂ ଆମେରିକା ଭଳି ଦେଶ ସହ ସମାନ ହୋଇଛି ଭାରତ। ଏହି ଟ୍ରେନ୍ର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ଏହା ସାଧାରଣ ଡିଜେଲ ଟ୍ରେନ୍ ପରି ଧୂଆଁ ଛାଡ଼ିବ ନାହିଁ, ପ୍ରଦୂଷଣ କମିବ ଏବଂ ପରିବେଶ ସୁରକ୍ଷା ହେବ। ପ୍ରଥମ ଥର ପାଇଁ ଭାରତରେ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଉଛି। ପରବର୍ତ୍ତୀ ଖବର, ସୋନମ ୱାଙ୍ଗଚୁକ୍ଙ୍କ ଅନଶନକୁ ନେଇ ସଜାଗ ହେଲେ କେନ୍ଦ୍ର ସରକାର। ସୋନମ ୱାଙ୍ଗଚୁକ୍ଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇ ଉଠିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀର 3ଟି ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯନ୍ତର ମନ୍ତରରେ ଚାଲିଥିବା ଅନଶନରେ ସାମିଲ ଥିବା ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ଅନ୍ୟ ଲୋକମାନଙ୍କର ଦିନକୁ 2 ଥର ମେଡିକାଲ ଯାଞ୍ଚ କରନ୍ତୁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ସେମାନଙ୍କର ବର୍ଡର ଲାଇନ୍ କଣ୍ଡିସନ ଏବଂ ଦୀର୍ଘ ସମୟ ଧରି ଭୋକିଲା ରହିବା ଯୋଗୁଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ହଠାତ୍ କାମ କରିବା ବନ୍ଦ କରିଦେବା ଭଳି ମେଡିକାଲ ଏମର୍ଜେନ୍ସିକୁ ଧ୍ୟାନରେ ରଖି ଜାରି କରାଯାଇଛି। ପରବର୍ତ୍ତୀ ଖବର, ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ସଂସଦର ମୌସୁମୀ ଅଧିବେଶନ ଜୁଲାଇ 20ରୁ ଆରମ୍ଭ ହୋଇଛି। ଅନେକ ବିଲ୍ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି, ଯେଉଁଥିରେ ଜାତୀୟ ଗୀତ ବନ୍ଦେ ମାତରମ୍କୁ ଅପମାନ କରିବା କିମ୍ବା ଏହାର ପରିବେଷଣରେ ବାଧା ସୃଷ୍ଟି କରିବା କାର୍ଯ୍ୟକୁ ଦଣ୍ଡନୀୟ ଅପରାଧରେ ସାମିଲ କରିବା ପାଇଁ ଚେଷ୍ଟା କରୁଥିବା ବିଲ୍ ମଧ୍ୟ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଥମେ ରାଜ୍ୟସଭାରେ ଏହି ବିଲ୍ ଆଗତ କରିବେ। ବିଲ୍ରେ ବନ୍ଦେ ମାତରମ୍କୁ ଅପମାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି। ଏହା ନିର୍ଦ୍ଦେଶ ଦିଏ ଯେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ପରି ସମ୍ମାନ ସହ ସମ୍ମାନ ଦିଆଯିବ।
सूत्र अनुसार सरकारी रणनीतिकार माने संपूर्ण निश्चित जे सरकारक पाखरे जेकोसी बिल पास करने गृह आवश्यक संख्या अच्छी एपरिक जो बिल 2/3 बहुमत आवश्यक रिपोर्ट अनुसार सरकार डीएमके सदस्य मान सहित जोगाजोग अच्छा। परवर्ती खबर प्रथमे आसिब 10 और 20 टंकिया प्लास्टिक नोट। भारतीय रिजर्व बैंक आरबीआई खूब शीघ्र देश में प्लास्टिक अर्थात पॉलीमर रे निर्मित नोटर प्रथम पायलट प्रोजेक्ट आरंभ करने को जाउछि। गणमाध्यम रिपोर्ट अनुसार देश में नूतन पीढ़ीर करेन्सी प्रचलन करने आरबीआई जो योजना प्रस्तुत करिछि तार परवर्ती पदक्षेप। रिजर्व बैंक प्राथमिक पर्यायर सबुठारु कम मूल्यर नोटगुड़िक उपर यार परीक्षा करिबो। मिलिथिबा सूचना अनुसार प्रथम पायलट प्रोजेक्ट 10 टंका और 20 टंका मूल्य छोट नोटगुड़िक सहित आरंभ होबार संभावना रही। ए ट्रायल मिलवाकुथिबा फलाफल और अनुभव आधार में आरबीआई परवर्ती निष्पत्ति नेब। जदि यह परीक्षण संपूर्ण सफल हुए तेबे आरबीआई वर्ष 2027 सुधा सारा देश में पॉलीमर नोटर प्रचलन आरंभ करें। भारतीय बजार में पॉलीमर नोट आसबार अर्थ यह नुहे जे वर्तमान कागज नोटगुड़िक तुरंत बंद हो। आरबीआई स्पष्ट करिछि नुआ करेन्सी पुराना पेपर नोटर स्थान नेब नाही। परवर्ती खबर यूपीआई व्यवहारकारी बड़ खबर 2000 टंकार अधिक कारबार उपर लागिबो चार्ज। वर्तमान समय डिजिटल पेमेंटर एक बड़ माध्यम पलटि यूपीआई। प्रतिदिन देश में कोटी कोटी यूपीआई ट्रांजैक्शन होउछि। यूपीआई भारतर डिजिटल पेमेंट क्षेत्र में एक बड़ क्रांति आनिछि कहले अत्युक्ति हेबनी। किंतु आगकू भारतर डिजिटल पेमेंट क्षेत्र में एक बड़ परिवर्तन हेबाकू जाउछि। जातीय गणमाध्यम रिपोर्ट अनुसार केंद्र सरकार वर्तमान 2000 टंकार अधिक मूल्यर यूपीआई कारबार उपर मर्चेंट डिस्काउंट रेट बा मर्चेंट फी लागू करिबो। एही प्रस्ताव उपरे गंभीरतार सह विचार करुछंती। ए प्रस्तावित शुल्क 0.5% रु कम होई पारे बोली जଣା पड़िछि। खबर सामना को आसिबा परे साधारण ग्राहकक मन रे आशंका सृष्टि होइछि। तबे सरकारी सूत्ररु मिलिथिबा सूचना अनुसार एही नुआ नियम द्वारा साधारण ग्राहकक कोनोसी अतिरिक्त शुल्क देबाकू पड़िबो नाही। एही मर्चेंट फी केवल बड़ व्यवसायी और कॉर्पोरेट प्रतिष्ठान गुड़िक उपरे ही लागू कराजिबो। तेणु साधारण लोक पूर्वपरि मागणारे यूपीआई सेवार लाभ उठाई पारिबे। परवर्ती खबर बुलेट ट्रेन प्रकल्प विलंब पर भारत दायी। कहीं विलंब होछि भारतर बहु प्रतीक्षित मुंबई अहमदाबाद बुलेट ट्रेन प्रकल्प। एथिपाई भारत सरकार उदासीनता को दायी करिसेंती जापान पूर्वतन न्यायमंत्री हिडेकी माकिहारा। यह संपूर्ण बेपरुआपण बोली कही बड़ अभियोग आनिछंती जापान पूर्वतन मंत्री। से कहिसेंती जे प्रकल्प विलंब पर संपूर्ण भाव भारत पक्ष दायी। जापान शिकानसेन बुलेट ट्रेन पर भारतीय अधिकारी माने बारंबार दि जाइथिबा प्रतिश्रुति पालन करिनथिले एवं आलोचना समय केवल निज स्वार्थ को प्राधान्य देइथिले बोली से कहिसेंती। से अभियोग करिसेंती जे भारतीय अधिकारी माने प्रतिश्रुति देई परे ताहाकु पालन करुनथिले। एपरिक सेतेबेले दायित्वरे थिबा भारतीय मंत्रीक आचरण मध्य निराशजनक थिला बोली से मत देइछन्ते। ताको कहबा अनुसार एही प्रकल्प आगकु बढ़ी पारि नथिबार कारण संपूर्ण भारतीय पक्ष।